ଦିନିକିଆ ବିଶ୍ୱକପ୍ 2027 ଏହି 8 ଜଣ ଫିକ୍ସ। ଏହି 8 ଜଣକୁ ନିଶ୍ଚୟ ଖେଳାଇବ BCCI ଏବଂ ଭାରତର ମ୍ୟାନେଜମେଣ୍ଟ। ଦେଖିବାକୁ ଗଲେ ଏହି 8 ଜଣ ପକ୍କା ଜିତାଇବ ବିଶ୍ୱକପ୍ ଏବଂ ଏହି 8 ଜଣ ଲେଖିବ ନୂଆ ଇତିହାସ। ଏହି 8 ଜଣ ମଧ୍ୟରେ ଦେଖିବାକୁ ଗଲେ ଲେଜେଣ୍ଡ ଖେଳାଳି ରହିଛନ୍ତି ଭାରତର। ଦେଖିବାକୁ ଗଲେ ପ୍ରମୁଖ ଘାତକ ବ୍ୟାଟର ଏବଂ ତୁଫାନି ବୋଲର କରିପାରୁଥିବା ବୋଲର ମାନେ ଅଲରାଉଣ୍ଡର ମଧ୍ୟ ରହିଛନ୍ତି। ତେବେ ଦେଖିବାକୁ ଗଲେ ପ୍ରଥମେ ଦେଖିବାକୁ ଗଲେ ରୋକୋ, ରୋହିତ ଶର୍ମା, ବିରାଟ କୋହଲି, ସୁମନ ଗିଲ୍, ତାପରେ ଦେଖିବା ଯଶସ୍ୱୀ ଜୟସୱାଲ, ଶ୍ରେୟାସ ଆୟାର, KL ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଯଶପ୍ରୀତ ବୁମରା। ଏହିମାନଙ୍କୁ ନିଶ୍ଚୟ ଖେଳାଇବ 2027 ବିଶ୍ୱକପ୍ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ। ତେବେ ସେ ବିଷୟରେ ଆଲୋଚନା କରିବା ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଦିନିକିଆ ବିଶ୍ୱକପ୍ 2027 ଆସନ୍ତା ବର୍ଷ ଖେଳାଯିବ ଦକ୍ଷିଣ ଆଫ୍ରିକା ମାଟିରେ ଏବଂ ଜିମ୍ବାୱେ ମାଟିରେ। ଆଉ ଗୋଟିଏ ଦେଶରେ ଅଛି ଯାହା ସେଇଟା ନାମ କହିହେବ ନାହିଁ। ଏବଂ ଦେଖିବାକୁ ଗଲେ ଆସନ୍ତା ଅକ୍ଟୋବର 4 ତାରିଖ ଆରମ୍ଭ ହୋଇ ନଭେମ୍ବର 21 ତାରିଖ ପର୍ଯ୍ୟନ୍ତ ଖେଳ ହେବ ଦିନିକିଆ ବିଶ୍ୱକପ୍ 2027। ତ ଦେଖିବାକୁ ଗଲେ ଭାରତର ଏହି 8 ଜଣ ନିଶ୍ଚୟ ପ୍ଲେଇଂ 11ରେ ରହିବେ ଏବଂ ମୋତେ ତ ସେ ସ୍କ୍ୱାଡ଼ ଘୋଷଣା ହେବା ଆଗରୁ ସେମାନଙ୍କ ନାମ ଆଗରେ ଥିବ। ଆଉ ବାକି 8 ଜଣ ଅନ୍ୟାନ୍ୟ ଯାହାକୁ ନେଇପାରନ୍ତି କିଛି ଯାଏ ଆସେନି, କିନ୍ତୁ 8 ଜଣ ନିଶ୍ଚୟ ଖେଳିବ। 8 ଜଣ ମଧ୍ୟରେ ଆପଣଙ୍କୁ କହି ରଖିଲେ ସେହିମାନଙ୍କୁ ନିଶ୍ଚୟ ଖେଳାଇବ ଟିମ୍ ଇଣ୍ଡିଆ, ନଚେତ୍ ଭାରତର ମେରୁଦଣ୍ଡ ଭାଙ୍ଗିଯିବ କହିଲେ ନ ସରେ। ଏବଂ ତ ଫ୍ରେଣ୍ଡ ଆପଣମାନେ କମେଣ୍ଟରେ କୁହନ୍ତୁ ଏହି 8 ଜଣକୁ ନ ଖେଳାଇଲେ କ'ଣ ଟିମ୍ ଇଣ୍ଡିଆ ଜିତିପାରିବ ନାହିଁ, ତାହା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।